ଆପଣଙ୍କର ଯୋଉ 1999 ଠାରୁ 2000 ପର୍ଯ୍ୟନ୍ତ ମହାପ୍ରଳୟ ସମୟ ବୋଲିକିରି ଆପଣ ସ୍ୱୀକାର କରିଥିଲେ ସେମାନେ ସବୁ ଆଜ୍ଞା ଭବିଷ୍ୟତ ବକ୍ତା ଦୂରଦର୍ଶୀ ମାନେ ଆପଣଙ୍କ ଜ୍ୟୋତିବିଦ ମାନେ ଏହାକୁ ଆଜ୍ଞା କହିଥିଲେ ଆପଣଙ୍କୁ କହିଥିଲି ପୁଣି କହିଥିଲି ଆପଣଙ୍କର 2000 ମସିହା 2000 ମସିହା କଣ ରୁହ 2000 ମସିହା ପୂର୍ବରୁ ବୌଦ୍ଧିକ କାନ୍ତ୍ରିର ପ୍ରସାର କେବଳ ଦକ୍ଷିଣ ପନ୍ଥା ରାଜ୍ୟରେ ନୁହେଁ ବରଂ ବାମପନ୍ଥୀ କମ୍ୟୁନିଷ୍ଟ ରାଷ୍ଟ୍ରରେ ମଧ୍ୟ ବ୍ୟାପିଯିବ ଆଜ୍ଞା କହିଥିଲି ଆଧ୍ୟାତ୍ମିକ ଧାର୍ମିକ ବିଚାରଧାରା ହିଁ କ୍ରାନ୍ତିର ସ୍ୱରୂପ ହେବ ମତାନ୍ତର ବନ ଧର୍ମ ସମ୍ପ୍ରଦାୟ ଭାଷାରୁ ପ୍ରଭେଦ ସମାପ୍ତ ହେବ ଜନମାନସରେ ଧାର୍ମିକ ସାମ ଭାତୃଭାବର ବିସ୍ତାର ହେବ ଏହି ବିଷୟ ପ୍ରତି ଭବିଷ୍ୟତ ତାରକାମାନେ ନିଜ ନିଜ ମତ ପ୍ରକାଶ କରିଥିଲେ ତେଣୁ ଯୋଉ ଭବିଷ୍ୟତ ମାନେ ମତ ପ୍ରକାଶ କରିଥିଲେ ମୁଁ ଆପଣଙ୍କୁ କହିଛି ଆପଣ ଦେଖନ୍ତୁ ଆପଣଙ୍କର ଅଳ୍ପ ଦିନ ତଳେ ଆପଣଙ୍କ ଅଜୟ ଭାଷୀ ଭାରତର ଭବିଷ୍ୟ ସମ୍ପର୍କରେ ଗଣନା କରି କହିଥିଲେ ଆଜ୍ଞା 1991 ସେ କହିଥିଲେ 13 ତାରିଖ ମଙ୍ଗଳବାର କହିଥିଲେ ଯେ କେତୁର ସଂଯୋଗ ହବ ଏହା ଫଳସ୍ୱରୂପ କୌଣସି ମହତ୍ୱପୂର୍ଣ୍ଣ ନେତାଙ୍କ ଉକ୍ତ ତିଥିରେ ଆଖପାଖରେ ହତ୍ୟା କରାଯିବ ବୁଝିଲେ କି ଆଜ୍ଞା ଭାଷିକ କଥା ସେ କହିଥିଲେ ଯେ ମେ ମାସ 21 ରାତ୍ରି 10:20 ବିଶ୍ୱର ସର୍ବକନିଷ୍ଠ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀ ବୋମା ବିସ୍ଫୋରଣରେ ନିହତ ହୋଇଥିଲେ ସେ ତାକୁ ଦର୍ଶାଇଥିଲେ ଆଜ୍ଞା ଆପଣ ଯୋଉ ପ୍ରୟାଗ ବନ୍ଦୋପାଧ୍ୟାୟ ସେ ଜଣେ ବିଶିଷ୍ଟ ଆପଣଙ୍କର ଜ୍ଞାନୀ ବା ଜ୍ୟୋତିଷ ସିଏ କହିଥିଲେ ଆଜ୍ଞା 2016 ପୃଥିବୀ ସହ ଧୂମକେତୁ ସଂଘର୍ଷ ହବ ଆଜ୍ଞା ଫଳରେ ଅଧିକାଂଶ ଜୀବଜନ୍ତୁ ହ୍ରାସ ପାଇଯିବେ ଓ ପୃଥିବୀ ଏକ ବଡ ଧରଣର ଧ୍ୱଂସର ସମ୍ମୁଖୀନ ହେବ ଆଜ୍ଞା ତାପରେ ଯୋଉ ଆପଣଙ୍କର ଅଷ୍ଟ୍ରେଲିଆର ସିଡନୀ ଅଷ୍ଟ୍ରେଲିଆର ଆଜ୍ଞା ସେ ଜଣେ କହିଥିଲେ ମହାକାଶ ବିଜ୍ଞାନ ସମ୍ମିଳନୀରେ ଉଦ୍ବୋଧନ ଦେଇ ମହାକାଶ ବିଜ୍ଞାନୀ ଶ୍ରୀ ଡଙ୍କାନ ଷ୍ଟିଲ୍ ତାଙ୍କ ନାଁ ହଉଛି ଡଙ୍କାନ ଷ୍ଟିଲ୍ 10 ଲକ୍ଷ ଆଣବିକ ବୋମା ଏକ ସମୟରେ ଫୁଟିବ ଯେପରି ଶବ୍ଦ କରନ୍ତା ସେଇଭଳି ଶବ୍ଦ ସେଇ ଧୂମକେତୁର ସଂଘର୍ଷ ବେଳେ ସୃଷ୍ଟି ହେବ ଆଜ୍ଞା ଏହା ଫଳରେ ପୃଥିବୀର ପୁରାଣ ବର୍ଣ୍ଣିତ ପ୍ରଳୟର ସମ୍ମୁଖୀନ ହେବ ବ୍ୟକ୍ତିଗତ ଭାବେ ମାନେ ଆପଣଙ୍କର ଆମର ପିଲାମାନେ ଏପରିକି ଆମର ନାତି ନାତୁଣୀ ମାନେ ସୁରକ୍ଷିତ ରହିପାରିବେନି କିନ୍ତୁ ଆମର ଅଣନାତି ନାତୁଣୀ ମାନେ ଆଦୌ ସୁରକ୍ଷିତ ରହିବେନି 1992 ଅକ୍ଟୋବର 15 ତାରିଖ ଦିନ ଆନ୍ତର୍ଜାତିକ ମହାକାଶର ସଂଘର୍ଷ ବୈଜ୍ଞାନିକ ମାନେ ଏଇ ଧୂମକେତୁ ସନ୍ଧାନ ପାଇଥିଲେ ଏଇ ଧୂମକେତୁ ଦ୍ୱିତୀୟ ଥର ପାଇଁ ପୃଥିବୀକୁ ଦେଖାଯିବ ଏହାର ନାମ ହେଉଛି ଧୂମକେତୁ ସ୍ମିଥ ମାନେ ଆପଣଙ୍କ ଗୋଟେ ହଉଛି 3ଟା ଗୋଟେ ତାଲବେଶ ଦନ୍ତେଶ ତଳେ ମ ଫଳା ହର୍ଷେଇକାରେ ଥଇକାରେ ବୁଝିଲେ ସ୍ମିଥ ଟଟି ଏ ଧୂମକେତୁ ନାଁ ହଉଛି ସ୍ମିଥ ଟଟେଲି ଏ ଧୂମକେତୁ 1 ସେକେଣ୍ଡରେ 60 କିଲୋମିଟର ବେଗରେ ଗତି କରୁଛି ଧରା ପୃଷ୍ଠକୁ ବୁଝିଲେ କି ଯଦି ଏହା 2 କିଲୋମିଟର ଦୂରରୁ ଏହା ପୃଥିବୀକୁ ଧକ୍କା ଦେବ ତ ଆପଣ ମନେ ରଖିଥିବେ ପୃଥିବୀର ଶତକଡ଼ା 75 ରୁ 95 ଭାଗ ଜୀବଜଗତ ଧ୍ୱଂସ ହେଇଯିବ ମାନେ 5 ଭାଗ ରହିବ ସବୁ ସମୁଦ୍ର ପାଲଟି ଯିବ ତେଣୁ ଷ୍ଟିଲ୍ କହିଥିଲେ ପ୍ରତି 10 ଲକ୍ଷ ବର୍ଷ ଥରେ ଏହିପରି ପ୍ରଳୟ ହୁଏ ମାନେ ବୈଜ୍ଞାନିକ ଗବେଷଣା ସେ ଜାଣିଥିଲେ ବୋଲି କହୁଥିଲେ ବୁଝିଲେ କି ତେଣୁ ଆମର ସେଇ କଥା କହିବା ଉଦ୍ଦେଶ୍ୟରେ ଯେ ଆମେ କହୁନୁ ଆପଣ ଦେଖନ୍ତୁ ଆପଣଙ୍କର ଯେତେବେଳେ ଆପଣ ତୃତୀୟ ବିଶ୍ୱଯୁଦ୍ଧ ହେଇଥିଲା କଟର ବୋଷ ଚୀନ ବିରୋଧରେ ଆମେରିକାର ରୁଷିଆ ଏକ ସଙ୍ଗରେ ଯୁଦ୍ଧ କରିବେ 1999 ମସିହାରେ ତୃତୀୟ ମହାବିଶ୍ୱଯୁଦ୍ଧ ହବ ପାକିସ୍ତାନ ଲୋପ ପାଇଯିବ ଭାରତ ବିଶ୍ୱର ନେତୃତ୍ୱ କରିବ ଭାରତୀୟ ଆଧ୍ୟାତ୍ମିକ ଦିଗ୍ଦର୍ଶନରେ ଅନ୍ୟମାନେ ଅନୁପ୍ରାଣିତ ହେବେ ସେତେବେଳେ ପୃଥିବୀ ସ୍ୱର୍ଗ ତୁଲ୍ୟ ହୋଇଯିବ ପୁଣି ଅଭ୍ୟନ୍ତରୀଣ ଗୃହ ଯୁଦ୍ଧ କାରଣରୁ ପାକିସ୍ତାନ 2 ଭାଗରେ ବିଭକ୍ତ ହେବ ଅନ୍ୟାନ୍ୟ ମୁସଲମାନ ରାଷ୍ଟ୍ରରେ ଅଭ୍ୟନ୍ତରୀଣ ଯୁଦ୍ଧ ଲାଗିବ ଏସିଆର ଉତ୍ତର ଖଣ୍ଡରୁ ସଂସ୍କୃତିରେ ଏକ ଧାରା ପ୍ରଚଣ୍ଡ ବେଗରେ ଆସୁଛି ଏହା ସମଗ୍ର ମାନବ ଜାତିକୁ ନବଜୀବନ ପ୍ରଦାନ କରି ଭାବି ମହାବିନାଶ କବଳରୁ ରକ୍ଷା କରିପାରିବ ସମର୍ଥ ହେବ ଯେଉଁମାନେ 1999 ମସିହା ପରେ ରହିପାରିବେ ସେମାନେ ଅତି ସୁଖ ଶାନ୍ତିରେ କାଳପାତ୍ର କରିବେ 21 ଶତାବ୍ଦୀରୁ 1000 ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ଆଉ ଯୁଦ୍ଧ ହେବ ନାହିଁ ଏହା ଶାନ୍ତିର ଶାସନ ଚାଲିବ ତାକୁ କିଏ କହିଥିଲେ ନେକ୍ସଟ ଆଉ ଗୋଟେ ରୁହନ୍ତୁ ଜନରେସନ ଗୋଟେ ଅଛନ୍ତି ସେ ରୁଷିଆର ବୁଝିଲେ କି ସେ କହିଥିଲେ ଆରବ ଦେଶ ମିତ୍ର ରାଷ୍ଟ୍ର ପରି ଦେଖାଯାଉଛି ମାତ୍ର ଧୀରେ ଧୀରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଯିବ ପ୍ରାୟ 1985 ମସିହା ବେଳକୁ ଅନ୍ତରାଷ୍ଟ୍ରୀୟ ବିବାଦ ଅତି
ଉଗ୍ର ହେବ, ପୁଣି ଥରେ ବିଶ୍ୱଯୁଦ୍ଧର ଘନାଘଟ ହେଇଯିବ। ଏଣ୍ଡରସନ ଗୋଟେ କହିଥିଲେ, ଆପଣଙ୍କୁ କହିଛି ସେଇଟା, ଭବିଷ୍ୟତ ସମୟରେ ସଂସାର ନିମନ୍ତେ ମହାବିନାଶକାରୀ ବୋଲି ପରିଣତ ହେବ। ଏସିଆରେ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ଚୀନ ଉତ୍ପାତ କରି ଆରମ୍ଭ କରିବ, ତାହାକୁ ବାଧ୍ୟ ହୋଇ ଆମେରିକା ଓ ରୁଷିଆ ଏକତ୍ରିତ ହେବେ। ଆରବ ରାଷ୍ଟ୍ର ଭିତରେ ମୁସଲମାନ ବହୁଳ ରାଜ୍ୟମାନଙ୍କ ମଧ୍ୟରେ ଆନ୍ଦୋଳନ ଦେଖାଯିବ, ରକ୍ତପାତ ହେବ। ଯୁଦ୍ଧ ହିଂସାର ଏହି ତାଣ୍ଡବ 1980 ସାଲ ପରେ ନିରନ୍ତର ବୃଦ୍ଧି ପାଇବ। ଏହା ସମୟରେ ସବୁ ଦେଶର ରାଜନୈତିକ ମୁଖ୍ୟର ଅତୀତ ବିପଦ ସଂକୁଳ ହୋଇଯିବ, ସେମାନଙ୍କର ପ୍ରାଧାନ୍ୟ ହ୍ରାସ ପାଇବା କମିଯିବ ବୋଲି କହିଥିଲି ଆପଣଙ୍କୁ। ତେଣୁ ଭବିଷ୍ୟତ ଲୋକମାନେ ସୁଖ ଶାନ୍ତିରେ ରହିବେ। ବର୍ତ୍ତମାନ ଦେଖା ହେଇଥିବା ଭେଦଭାବ ସମାପ୍ତ ହେଇଯିବ, ସବୁ ଲୋକ ଗୋଟିଏ ପରିବାର, ଗୋଟିଏ ଶାସନତନ୍ତ୍ର ସମାଜ ବ୍ୟବସ୍ଥା ଭିତରେ ରହିବେ ବୋଲି କହିଲେ। ପୁଣି ଆଉ ଗୋଟେ ଅଛି ତବିଲ ବି ଆଚାଡ, ଇସ୍ରାଏଲର, ବୁଝିଲେ କେ? ଆଜ୍ଞା ତବୁଲ ବି ଆଚାଡ, ଇସ୍ରାଏଲର ନିବାସୀ। ସେ ପ୍ରଭୁଙ୍କ ଆଗମନର ପ୍ରତୀକ୍ଷା କରିଛି, ସେ ପୃଥିବୀକୁ ଆସି ସାରିଲେଣି ବୋଲି କହୁଛନ୍ତି। ତାଙ୍କ ଦୁଃଖ ସେ ସମଗ୍ର ସଂସାର ଦୁଃଖ ଶେଷ ହୋଇଯିବ ବୋଲି କହୁଛନ୍ତି। ପୁଣି ଆଉ ଗୋଟେ ବରି ସାହେବ, ସେ ତୃତୀୟ ବିଶ୍ୱଯୁଦ୍ଧ ବଡ ଭୟଙ୍କର ହେବ, ଶ୍ଵେତାଙ୍ଗ ଜାତି ଦୁର୍ବଳ ହୋଇଯିବ, ଏହା ସର୍ବୋଚ୍ଚ ଶକ୍ତି ରୂପେ ଭାରତରେ ଅବୁଦ୍ଧ ହେବ। କିନ୍ତୁ ଏଥିପାଇଁ ତାହାକୁ କଠିନ ସଂଘର୍ଷ କରିବାକୁ ପଡିବ। ଏ ଦେଶରେ ଜଣେ ଦେବଦୂତ ଜନ୍ମ ନେଇଛନ୍ତି, ସେ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକଙ୍କୁ ଏକତ୍ରିତ କରି ତାଙ୍କଠାରେ ସାହସ ସୃଷ୍ଟି କରିବେ, ତାପରେ ଶାନ୍ତି ରାଜତ୍ୱ ହେବ। ତେଣୁ ଭକ୍ତ ସୁରଦାସ ପ୍ରାୟ ଆଜିକି ସୁରଦାସ ଆସିବା ପ୍ରାୟ 500 ବର୍ଷ ହବ। ସେ ପୂର୍ବରୁ କହିଛନ୍ତି 1900 ଠାରୁ 2000 ମସିହାରେ ମହାପରିବର୍ତ୍ତନ ଆସୁଛି, 2000 ମସିହା ଠାରୁ 3000 ମସିହା ପର୍ଯ୍ୟନ୍ତ ସୁକାଳ ରହିବ, ଆଜ୍ଞା ଭବିଷ୍ୟବାଣୀ କହିଥିଲେ। ପୁଣି ମହର୍ଷି ଅରବିନ୍ଦ, ଜାଣିଛନ୍ତି ଅରବିନ୍ଦକୁ ଜାଣିଛନ୍ତି? ଆଜ୍ଞା ଆଜ୍ଞା ସେ କହିଥିଲେ 2000 ମସିହା ଠାରୁ ପ୍ରଳୟଙ୍କର ଆନ୍ଦୋଳନ ଦେଖାଯିବ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏମାନେ ମହାକାଳର ଯୁଗ ପରିବର୍ତ୍ତନ ପ୍ରକ୍ରିୟା ବ୍ୟକ୍ତି ରୂପେ ବର୍ଗ ବିଚାର ଶକ୍ତି ରୂପେ ମାନେ ଅବତାର ଗ୍ରହଣ କରିବେ। ସ୍ୱାମୀ ବିବେକାନନ୍ଦ, ଯେ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ଜାଗ୍ନା ନରେନ, ସେ କଣ କହିଛି ଜାଣିଛନ୍ତି ଆଜ୍ଞା? ଆଜ୍ଞା ସେ 2000 ମସିହା ଭିତରେ ମହାପ୍ରଳୟ ହେବ। ସ୍ୱାମୀ ବିବେକାନନ୍ଦ କହିଛନ୍ତି ଏହା ମଧ୍ୟ ଜନଜାଗରଣ ଦେଖାଯିବ, ସଂସ୍କୃତିର ପ୍ରଚାର ପ୍ରସାର କରିବ, ସଂସ୍କୃତ ବିଶ୍ୱଭାଷା ରୂପେ ପ୍ରଣୀତ ହେବ, ଆଗାମୀ ଯୁଗ ହେବ, ଏକତାର ସମତାର ଯୁଗ ହେବ। ଏ ଆଧ୍ୟାତ୍ମିକ ସାମବାଦୀକୁ କାର୍ଯ୍ୟ ରୂପେ ପ୍ରଣୀତ କରିବା ପାଇଁ ନବଯୁବକ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏଥିରେ ସବୁ ଲୋକ ମରିଯିବେ, ପ୍ରଳୟ ହେବ, ଆସିବେ କୋଉଠୁ? ବିବେକାନନ୍ଦ କେମିତି କହିଲେ? ତେଣୁ ସେମାନେ ଏହି ସଂସ୍କୃତି ଉଦ୍ଧାରକ ରକ୍ଷକ ହେବେ, ନବଯୁଗର କଳ୍ପନାକୁ ସାକାର କରିବେ। ଆଉ ଜଣେ ଥିଲେ, ତାଙ୍କ ନାଁ ମୋର କହୁଛି, ଯୋଗୀ ଆନନ୍ଦାଚାର୍ଯ୍ୟ, ଆଜ୍ଞା। ଆଜ୍ଞା ସିଏ କହିଥିଲେ ତୃତୀୟ ବିଶ୍ୱଯୁଦ୍ଧ ଅବଶ୍ୟ ହେବ, ତାହା 1995 ସାଲରୁ ଆରମ୍ଭ ହେବ। ଆଜ୍ଞା ଆପଣ ଦେଖନ୍ତୁ, ମାନେ ଏମାନେ ସବୁ ବଡ ବଡ ଦେବତା ଲୋକ, ସେମାନଙ୍କ କଥା କେମିତି ଦେଖନ୍ତୁ। ଏହା ଭିତରେ ଭାରତର ବିଶ୍ୱର ଶ୍ରେଷ୍ଠ ମହାଶକ୍ତି ରୂପେ ପରିଣତ ହେବ। ଆଗାମୀ ବିଶ୍ୱଯୁଦ୍ଧରେ ଧାତୁ ନିର୍ମିତ ଭୟଙ୍କର ପରମାଣୁ ଅସ୍ତ୍ର ବ୍ୟବହାର କରିବେ। ଏହି ଯୁଦ୍ଧରେ ନାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ। କିଏ କହିଛନ୍ତି? ଯୋଗୀ ଆନନ୍ଦାଚାର୍ଯ୍ୟ। ତେଣୁ ଆପଣ ଦେଖନ୍ତୁ, ଆପଣଙ୍କର ଏଇ ଅଳ୍ପ ଦିନ ତଳେ ଜ୍ୟୋତିଷ ଆଭ୍ୟାବାସ ବି କହିଥିଲେ, ଭାରତର ଭବିଷ୍ୟତ ଗଣନା କରିଥିଲେ। ସେଗୁଡାକ ସବୁ କିଛି ହଉନି। ନେକ୍ସଟ ମୁଁ ଦେଖନ୍ତୁ, ପଟାସ ଦେଖନ୍ତୁ, ଜନ୍ ସରୋଜ ଦେଖନ୍ତୁ, ଏଣ୍ଡରସନ ଦେଖନ୍ତୁ, ଯେଉଁମାନେ ଅଛନ୍ତି ସବୁ କହିଛନ୍ତି, ମୁଁ ସେ କଥା କହୁଛି। ଆଉ ଆପଣଙ୍କର ଯୋଉ 2000 ମସିହା କଥା କହିଥିଲେ, ମୁଁ ଆପଣଙ୍କୁ କହିଥିଲି ସେ କଥା। ଆପଣ ଦେଖନ୍ତୁ, ଗୋଟେ ଶ୍ରୀଲଙ୍କା ଆପଣ ଜାଣିଥିବେ, ଶ୍ରୀଲଙ୍କା, ଆଜ୍ଞା ସେଠି ଗୋଟେ ଅତି ଜ୍ୟୋତିଷ ଅଛି ନଟରାଜନ, ଆଜ୍ଞା ସେ ଭବିଷ୍ୟବାଣୀ କରିଥିଲେ ଯେ ଭାରତର ଗୌରବ ବୃଦ୍ଧି ପାଇବ, ଜାପାନ ସବୁବେଳେ ଶିଳ୍ପ କ୍ଷେତ୍ରରେ ପ୍ରଗତି କରିବ, 1980 ମସିହାରେ ଭୟଙ୍କର ତୁଫାନ ଆସିବ, ଏଥିରେ ଅସଂଖ୍ୟ ପ୍ରାଣୀ ମୃତ୍ୟୁ ହେବ। ମନେ ଅଛି ଆପଣଙ୍କର? ମୁଁ କହିଯାଉଛି ଆପଣ। କହିଥିଲେ ପୁଣି ରାଜସ୍ଥାନର ସୁପ୍ରସିଦ୍ଧ ଜ୍ୟୋତିଷୀ ନାରାୟଣ ଦତ୍ତ ସୀମାଳି ଜ୍ୟୋତିଷ ସମ୍ବନ୍ଧରେ କହିଥିଲେ ଚୀନ ଏକ ମହାଶକ୍ତି ରୂପେ ଦେଖାଦେବ, ତାହା ବିରୋଧରେ ଆମେରିକା ରୁଷିଆ ଏକତ୍ର ହୋଇ 1951 ମସିହାରେ ଭୟଙ୍କର ଯୁଦ୍ଧ କରିବେ, ସେଠି ଦୁର୍ଭିକ୍ଷ ହେବ, ଲୋକମାନେ ଗଛର ଚେର ଖାଇ ଜୀବନ ଧାରଣ କରିବାକୁ ଚେଷ୍ଟା କରିବେ। 1951 ମସିହାରେ ଫେବୃଆରୀ ମାସରେ ପ୍ରଥମ ଥର ପାଇଁ କୌଣସି ଗ୍ରହର ପ୍ରାଣୀ ଏ ପୃଥିବୀରେ ପାଦ ଦେବ, ମାନେ କୌଣସି ଗ୍ରହରେ ପ୍ରାଣୀ ଆସିବ ଧରାପୃଷ୍ଠକୁ। ସେଠୁ ଆମେରିକାର ଗୋଟେ ମହିଳା, ମାନେ ଗୋଟେ ଜ୍ୟୋତିଷବିଦ ଥିଲେ, ତାଙ୍କ ନାଁ ହଉଛି ଶ୍ରୀମତୀ ଜିନ୍ ଡିକେସନ, ଆଜ୍ଞା। ଆଜ୍ଞା ସେ କହିଥିଲେ ଚୀନ ଶସ୍ତ୍ର ଯୁଦ୍ଧ ଅପେକ୍ଷା ଅଣୁ ଯୁଦ୍ଧରେ ବିଶ୍ୱାସ କରିବ। ଆମେରିକା ଓ ରୁଷିଆ ମେଣ୍ଟ କରି ଚୀନ ବିରୋଧ କରିବେ। ଭାରତର ଏକ ଗ୍ରାମ ପରିବାର ଜନ୍ମ ହୋଇଥିବା ତଥା ପ୍ରତିପାଳିତ ହୋଇଥିବା ବ୍ୟକ୍ତି ନିଜର ଚିନ୍ତାଧାରା କାର୍ଯ୍ୟରେ ସମଗ୍ର ସଂସାର ଦୃଷ୍ଟି ଆକର୍ଷଣ କରିବ। ଶିକ୍ଷା କ୍ଷେତ୍ରରେ ଅମଳଶୀଳ ପରିବର୍ତ୍ତନ ପାଇଁ ପରିଚୟ ଗୁରୁ କୂଳ ବ୍ୟବସ୍ଥା କରି ପିଲାମାନଙ୍କୁ ସୁସଂସ୍କାର ବିଷୟରେ ଶିକ୍ଷା ଦେବ। ତେଣୁ ଆପଣଙ୍କର ଯୋଉମାନେ ଏଗୁଡା ସବୁ କହିଥିଲେ, ଆପଣ ଖରାପ ଭାବନ୍ତୁ ଭଲ ଭାବନ୍ତୁ, ମୁଁ ଆପଣଙ୍କ କଥା କହିଥିଲି। ଆଜ୍ଞା କହିଥିଲେ
ତେଣୁ ଆପଣ ତାକୁ ଛାଡିଛନ୍ତି, ତାଙ୍କୁ ଲୋକ ଚାହୁଁଛନ୍ତି ଆଉ ଥରେ ମତ ଶୁଣିବାକୁ, ଆଜ୍ଞା ଛାଡୁ ନା କି ତା ଜାଣିନାହାନ୍ତି। ତେଣୁ 21 ଶତାବ୍ଦୀରୁ ଯେ ଉଜ୍ଜଳ ଶତାବ୍ଦୀ ବୋଲି କହିଛନ୍ତି। 2000 ମଧ୍ୟରେ ନୀତି ଅନୀତିର ଯୁଦ୍ଧ ହେବ, ଏଥିରେ ନୀତିର ହିଁ ବିଜୟ ଘଟିବ। 2020 ପୃଥିବୀର ସ୍ୱର୍ଗର ପରିକଳ୍ପନା ସାକାର ହେବ। ସେତେବେଳେ ପ୍ରଦୂଷଣ ସମସ୍ୟା ରହିବ ନାହିଁ, ରୋଗ ଦୁର୍ଭିକ୍ଷ ଯୋଗୁଁ କେହି ଭୟଭୀତ ହେବେ ନାହିଁ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଦ୍ଭୁତ ଉନ୍ନତି ଦେଖାଯିବ, ବିଭିନ୍ନ ଗତିସମ୍ପନ୍ନ ଯାନ ସାହାଯ୍ୟରେ ମହାକାଶ ଯାତ୍ରା ସମ୍ପନ୍ନ ହେବ। 2020 ସମଗ୍ର ମାନବ ଜାତିର କ୍ରିୟା ଓ ବ୍ୟବସାୟ ଏକ ବିଶ୍ୱସଭା ଅଧୀନରେ ସଞ୍ଚାଳିତ ହେବ। 21 ଶତାବ୍ଦୀ ନାରୀ ପ୍ରଧାନ ହେବ। ମହିଳାମାନେ ବିଭିନ୍ନ ଦେଶ ନେତୃତ୍ୱ ଗ୍ରହଣ କରିବେ। ବିଶ୍ୱ ଶାନ୍ତି ସ୍ଥାପନା ନିମନ୍ତେ ଭାରତର ଭୂମିକା ଶୀର୍ଷ ସ୍ଥାନରେ ରହିବ। ଭବିଷ୍ୟତ ଭାରତର ରାଷ୍ଟ୍ରସଂଘର କାର୍ଯ୍ୟାଳୟ ଅବସ୍ଥାପିତ ହେବ। ଜୁଲ ବର୍ଣ୍ଣଙ୍କ ମତରେ, ଜୁଲ ବର୍ଣ୍ଣ ଜଣେ ଭୟଙ୍କର ବୈଜ୍ଞାନିକ ଥିଲେ ବା ଜ୍ୟୋତିଷବିଦ ଥିଲେ। ସେ କହିଥିଲେ 1980 ଭିତରେ ଭୟଙ୍କର ପର୍ଯ୍ୟାବରଣ ବିଶୁଦ୍ଧ ରୋଗ ଘଟିବ, ନୂଆ ନୂଆ ରୋଗ ଦେଖାଯିବ, ଡାକ୍ତର ମାନେ ତାକୁ ଚିହ୍ନି ପାରିବେନି, ଧୀରେ ଧୀରେ ଲୋକମାନଙ୍କ ମନରେ ଯାନ୍ତ୍ରିକ ସଭ୍ୟତା ପରି ଘୃଣା ଆସିବ। ୟୁରୋପୀୟ ଜାତି ମାନେ ଭାରତ ପ୍ରତି ଆକୃଷ୍ଟ ହେବେ, ସେମାନେ ଆଧ୍ୟାତ୍ମିକ ଜୀବନ ପ୍ରତି ଆପଣଙ୍କର ରୁଚି ପ୍ରଦାନ କରିବେ। ପ୍ରଫେସର ହାରାତ 1980 ଭାରତବର୍ଷ ପାଇଁ ଅତ୍ୟନ୍ତ ଅନୁକୂଳ ଉନ୍ନତିଦାୟକ। 1925 ମଧ୍ୟରେ ଭାରତର ବୈଜ୍ଞାନିକ ମାନେ ଅସ୍ତ୍ର ତିଆରି କରିବେ ବା ପୋଷଣ ଶକ୍ତି କରିବେ। ତେଣୁ ଯୋଉଟିକ ଆପଣଙ୍କ ସବୁ କହିଛନ୍ତି, ଆପଣଙ୍କ ତାକୁ ଟିକେ ଆଉ ଲୋକଙ୍କ ଆଗକୁ ଆଣନ୍ତୁ, ବୁଝିଲେ କି? ଆଜ୍ଞା ହଁ, ଆପଣଙ୍କର ମୁଁ ହେଲେ ଆଉ ଗୋଟେ ମୂଳରୁ କହୁଛି ଆପଣଙ୍କୁ, ମନେ ପଡିଗଲା ଗୋଟେ କଥା। ଆପଣଙ୍କର ଇସଲାମ ଧର୍ମ ଯିଏ ଥିଲା ଆମର, ଆଜ୍ଞା ଇସଲାମ ଧର୍ମ କାହାକୁ କହୁଛେ? ମୁସଲମାନ ଧର୍ମ କହୁଛନ୍ତି ଆମେ। ଆଜ୍ଞା ଆପଣଙ୍କର ତାଙ୍କର ଯିଏ କୋରାନ ର ସାର ଯୋଉ ପୁସ୍ତକ ଲେଖା ହେଇଛି, ବିନୋବା ଲେଖିଛନ୍ତି ଯେ କୟାମତ ପରେ ସମଗ୍ର ପୃଥିବୀ ଉପରେ ଏକ ଆଲୋକ ବିସ୍ତୃତ ହୋଇଛି, ୟା ଫଳରେ ସବୁବେଳେ ଦିନ ରହିବ, ରାତ୍ରି ହେବ ନାହିଁ, ତେବେ ଦିବ୍ୟ ଆଲୋକ ବିଶେଷକୁ ଅଦ୍ଭୁତ ଶାନ୍ତି ପ୍ରଦାନ କରିବ, ସେ କହିଥିଲେ। ଆଜ୍ଞା ପୁଣି କହିଥିଲେ ଶ୍ରୀ ସୟଦ କୁତବ, ଇସଲାମ ଭବିଷ୍ୟତର ଆଶା, ସେ ପୁସ୍ତକରେ କହିଛନ୍ତି ଯେ 21 ଶତାବ୍ଦୀରେ ପ୍ରାରମ୍ଭ ହେବ ବିଜ୍ଞାନ ଧର୍ମ ଅଦ୍ଭୁତ ସମନ୍ୱୟ ରୂପେ ହବ। ଆଉ ଗୋଟେ ହଜରତ ମହିମା ଅଲୈହି ସଲାମ କହିଛନ୍ତି ରୁଷିଆ ଆମେରିକା ବିଷୟରେ ବିଶ୍ୱଯୁଦ୍ଧ ଲାଗିଯିବାର ସମ୍ଭାବନା ରହିଛି ବହୁତ ଭାବରେ, ସେ କହିଛନ୍ତି। ବୁଝିଲେ କି ଆଜ୍ଞା? ଆଜ୍ଞା ଆଉ ଗୋଟେ କହିଛନ୍ତି ସାହାକ୍ରିୟା ମତ ଉଲୁବଲି ସାହେବ କହିଛନ୍ତି ତୃତୀୟ ବିଶ୍ୱଯୁଦ୍ଧରେ, ନାଁ ମନେ ପଡେ, ହଁ ଉଲୁବଲି ତ, ଉଲୁବଲି କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ରୁଷିଆ ବିରୁଦ୍ଧରେ ଆମେରିକା ପ୍ରଧାନ ସ୍ଥାନ ଗ୍ରହଣ କରିବ। ଆକବରଙ୍କର ସମସାମୟିକ ଏକ ମହାନ ସନ୍ତ ବିଷୟରେ ଫରଜାନ ଏରସିଦା ପୁସ୍ତକରେ ସେ ଲେଖିଛନ୍ତି 2040 ବା 2040 ସମ୍ବତ୍ସରରେ ଈଶା ଦୈବେଶା ବିଚିତ୍ର ସଂଯୋଗ ହେବ, ଯେତେବେଳେ 9ଟିକିଆ ଗ୍ରହ ଗୋଟିଏ ରାଶିରେ ରହିବେ ତଥା ଫାଲଗୁନ ମାସରେ ସୂର୍ଯ୍ୟ ପରାଗ ହେବ, ସେତେବେଳେ ଏ ପ୍ରକାର ବିପଦ ପ୍ରତ୍ୟକ୍ଷ ଭାବରେ ଦେଖାଯିବ। ସେ 2040 କଥା କହିଛନ୍ତି। ସେତେବେଳେ ଏ ପ୍ରକାର ବିପଦ ପ୍ରତ୍ୟକ୍ଷ ଭାବରେ ଦେଖାଯିବ। ଆଉ ଏଟା ହଉଛି ଫେବୃଆରୀ ମାସ 16 ତାରିଖରେ ହୋଇଥିବା ସୂର୍ଯ୍ୟ ପରାଗ ଫାଲଗୁନ ମାସରେ ପଡିଥିବ। ତେଣୁ ନବଗ୍ରହ ଗୋଟିଏ ରାଶିରେ ସରଳ ରେଖାରେ ଅବସ୍ଥାନ କରୁଥିବେ, କିନ୍ତୁ ନବଗ୍ରହ ଯେତେବେଳେ ଗୋଟିଏ ରାଶିରେ ଅବସ୍ଥାନ କରିବେ, ଆପଣ ଜନସମାଜ କଷ୍ଟ ଭୋଗ କରିବେ। ଏଇଟା ମୁଁ ଆପଣଙ୍କୁ କହୁଛି। ଦୁର୍ଭିକ୍ଷ ପଡିବ, ଆଜ୍ଞା ପ୍ରବଳ ଭୂମିକମ୍ପ ହବ, ପ୍ରବଳ ବୃଷ୍ଟି ହବ, ଉଲ୍କାପାତ ହେବ, ପ୍ରାକୃତିକ ବିପଦ ଘନ ଘନ ହବ, ବଞ୍ଚିବା ଅସମ୍ଭବ ହବ, ସେ ଯାହା ଲିଖିଛନ୍ତି। ବୁଝିଲେ କି ଆଜ୍ଞା? ଆଜ୍ଞା ଏଠୁ ବିଭିନ୍ନ ଦେଶ ଭିତରେ ଲଢିବେ, ଭାଇ ଭାଇ ଭିତରେ ଲଢିବେ। ଇଂରେଜ ଗୋରା ତୁରାକ ମୁସଲିମ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଲାଗିବ, ସନ୍ଥ ମାନେ ବି ଆପସରେ ହଣାହାଣି ହେଇଯିବେ। ଆଉ ଗୋଟେ ଥିଲେ ମହମ୍ମଦ ମହାପୁରୁଷ ହାଜି ମହବୁବ କାସମ, ଯେ ଆପଣଙ୍କର ବାଇବେଲ ବା କୋରାନରେ ଗୋଟେ ଉଦ୍ଧାର କରିଥିଲେ ଯେ ପୃଥିବୀରେ 3ଟି ସ୍ତରରେ ବିପର୍ଯ୍ୟୟ ସଂଘଟିତ ହେବ। ଏଥିମଧ୍ୟରୁ ପ୍ରଥମଟି 1980, ଦ୍ୱିତୀୟଟି 1989, ଦ୍ୱିତୀୟଟି 1989, ତୃତୀୟଟି 1989, ଆଉ ଗୋଟେ 1996, ଆଉ 1996ରୁ 2000 ଖ୍ରୀଷ୍ଟାବ୍ଦ ମଧ୍ୟରେ ସଂଘଟିତ ହେବ। ପ୍ରଥମ 9 ବର୍ଷ ମଧ୍ୟରେ ଜଣେ ଦେବପୁରୁଷଙ୍କର ଆବିର୍ଭାବ, ତାପରେ 7 ବର୍ଷ ମଧ୍ୟରେ ନାନା ନିର୍ଯାତନା, ଅବଶିଷ୍ଟ 5 ବର୍ଷ ମଧ୍ୟରେ ଧର୍ମ ଶାନ୍ତି ପ୍ରଚାରିତ ହୋଇ ବିଶ୍ୱରେ ବହୁ ପରିବର୍ତ୍ତନ ଦେଖାଯିବ। ତେଣୁ ଆପଣଙ୍କର ଗୁରୁ ନାନକ ବି କହିଥିଲେ 20 ଶତାବ୍ଦୀକି ମୁସଲମାନ ଖ୍ରୀଷ୍ଟିଆନର ବିଲୁପ୍ତି ହେଇଯିବ, କେହି ରହିବେନି, ମୁସଲମାନ ରହିବେନି, ଖ୍ରୀଷ୍ଟିଆନ ରହିବେନି। ବୁଝିଲେ କି? ଆଜ୍ଞା ଶିଖ ଧର୍ମର ସୁଶିକ୍ଷା 1998 ବେଳକୁ ଏକ ବିଶ୍ୱଯୁଦ୍ଧ ଦେଖାଯିବ, ଦୋଷ ଲୀଳା ସଂଘର୍ଷ ସମସ୍ତେ ମରିଯିବେ। ତେଣୁ ମହାପୁରୁଷ ଯୀଶୁ ତାଙ୍କ ଦି ହୋଲି ବାଇବେଲରେ କହିଥିଲେ, କେତେ ଗୁଡିଏ ଭବିଷ୍ୟତ ଉଲ୍ଲେଖ କରିଥିଲେ, ଯେତେବେଳେ ଏପରି ମହାକ୍ଲେଶ ଦେଖାଦେବ, ଆଜି ପର୍ଯ୍ୟନ୍ତ କେବେ ସେଭଳି ଘଟି ନାହିଁ କିମ୍ବା
ସେଭଳି ଘଟିବ ନାହିଁ। ମଦର ଟିପସନ କହିଥିଲେ ସେପ୍ଟେମ୍ବର 1991 ସଭାକୁ ବିଶ୍ୱ ସମ୍ମୁଖୀନ ହେବ। ଡକ୍ଟର ଏସ ଜି ବ୍ରାଉନ ହାମନ ଇକୋଲୋଜି ପୁସ୍ତକରେ ପ୍ରକାଶ କରି ଆଗାମୀ 30 ମଧ୍ୟରେ ଜାତି ପକ୍ଷରେ ଏକ ଘଡ଼ିସଢି ମୁହୂର୍ତ୍ତ ଅଟେ। ଏ ସମୟରେ ଖାଦ୍ୟର ଅଭାବ ହେବ, ଇନ୍ଧନ ହ୍ରାସ, ରାଜନୈତିକ ସଂଘର୍ଷ, ଗୋପନୀୟ ମାରାତ୍ମକ କ୍ଷେପଣାସ୍ତ୍ର ପ୍ରୟୋଗ, ଆଣବିକ ବିସ୍ଫୋରଣ, ଆତ୍ମସଂଯମର ଅଭାବ ହେବ। ତେଣୁ ୱାସିଂଟନ ବିଶ୍ୱବିଦ୍ୟାଳୟ ଥିଲା ପ୍ରଫେସର, ୱାସିଂଟନ ବିଶ୍ୱବିଦ୍ୟାଳୟ ପ୍ରଫେସର ଥିଲେ ଏହା ଲିକ୍ ମତରେ 2000 ବେଳକୁ ପୃଥିବୀର ସମସ୍ତ ଖାଦ୍ୟ ଶେଷ ହେଇଥିବ, ଲୋକମାନେ ଖାଇବାକୁ ପାଇବେ ନାହିଁ। ଆପଣ ଦେଖନ୍ତୁ ସବୁ ଗୁଡାକ ମାନେ ମିଛ ହଉଛି। ହାଲାଣ୍ଡର ଭବିଷ୍ୟତ ବକ୍ତା ଗେରାଡ କହିଥିଲେ 2000 ଖ୍ରୀଷ୍ଟ ବେଳକୁ ଭାରତରେ ଜଣେ ଦେବପୁରୁଷ ଜନ୍ମ ଲାଭ କରି ଶାନ୍ତି ସତ୍ୟର ବାର୍ତ୍ତା ପ୍ରଚାର କରିବେ। ଆପଣଙ୍କ ମୁଁ ଯୋଉଟା କହୁଛି ଆପଣ ମୁଁ ପଢିଦେଲି କହୁଛି ଯେ ଲୁଥରଙ୍କ ମତ ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ହିଂସାକାଣ୍ଡ ବ୍ୟାପକ ଆତଙ୍କ ହେବ। ମେ ଅଧିରୁ ଆରମ୍ଭ ହେବ, ଜୁଲାଇ ମଧ୍ୟ ସପ୍ତାହରେ ଏହି ଅବସ୍ଥା ଲାଗି ରହିବ। କେତେକ ରାଜନୈତିକ ନେତାଙ୍କ ଉପରେ ଆକ୍ରମଣ ହେଇପାରେ। ଏହି ସମୟରେ ମଧ୍ୟରେ ମଙ୍ଗଳ କର୍କଟ ଘରେ ଶନି ମକରରେ ଅବସ୍ଥାନ କରୁଥିବେ ହେତୁ ପରସ୍ପରକୁ ବିରୋଧ କରିବେ। ଶନି ମକରରେ ପଳେଇଲାଣି, ଶନି ଆସିଲାଣି ଆପଣଙ୍କର କୁମ୍ଭକୁ ଟପି ଆସିଲାଣି ମିନୁକୁ। ତେଣୁ ଏଇ ଦୁଇ ନିକଟରେ ବ୍ୟାପକ ହିଂସାକାଣ୍ଡ ହୋଇଥାଏ। ଏଇ ଦୃଷ୍ଟିରୁ ଦେଖିଲେ ପଞ୍ଜାବ, ଜାମ୍ମୁ କାଶ୍ମୀରରେ ହିଂସାକାଣ୍ଡ ଆତଙ୍କବାଦୀ କାଳ ଚରମ ସୀମାରେ ପହଞ୍ଚିପାରେ। ସେଇ କାର୍ଯ୍ୟକୁ ପାକିସ୍ତାନ ପ୍ରୋତ୍ସାହନ ଦେବ। ପ୍ରଫେସର ଭବିଷ୍ୟବାଣୀ କହିଲେ ୟୁରୋପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପୁଣି ଥରେ ଇହୁଦୀ ମାନଙ୍କ ପାଲେଷ୍ଟାଇନ ବାସବସ୍ତ ଲଗେ। ଏଇ କାରଣରୁ ଆରବ ରାଷ୍ଟ୍ର ସେମାନଙ୍କ ମିତ୍ର ରାଷ୍ଟ୍ରମାନେ ତାକୁ ସାହାଯ୍ୟ କରିବେ ବୋଲି ସେ କହିଥିଲେ। କିନ୍ତୁ ମୋର କହିବା କଥା ଏଇ ଯୋଉ ଗୁଡିକ ସବୁ ଶାସ୍ତ୍ର ମାନେ କହୁଛନ୍ତି ସେଟା କିଛି ହଉଛି କି ଆଜ୍ଞା? ହଉଛି କି? ନାଇଁ ଆଜ୍ଞା। ତେଣୁ କାହିଁ ଲୋକଙ୍କୁ ବାରମ୍ବାର ଆପଣ ଚିତ୍ର ଗୁଡା ଆପଣ ଦେଖନ୍ତୁ ଇଂଲଣ୍ଡ ଆମେରିକାର ବିରୋଧରେ ସ୍ୱରୋତ୍ତୋଳନ କରିବେ। ଇହୁଦୀ ସେମାନଙ୍କର ସଂଘର୍ଷ ହେବ, ଇହୁଦୀ ମାନଙ୍କ ଶକ୍ତି ବୃଦ୍ଧି ପାଇବ, ସଂଖ୍ୟାଲଘୁ ହେବେ, ଈଶ୍ୱରଙ୍କ ସାହାଯ୍ୟ ଆସିବ, ଆରବ ମାନଙ୍କୁ ପରାସ୍ତ କରିବେ ମୁସଲମାନ ମାନଙ୍କୁ। ତେଣୁ 1970 ମସିହା ପରେ ଭୟାନକ ସଂଘର୍ଷ ହେବ, ଆରବ ରାଷ୍ଟ୍ରମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ବିନାଶ ଲୀଳାରେ ଏହି ନୂତନ ସନାତନ ଧର୍ମର ଅଭୁଦୟ ହେବ, ତା ସମଗ୍ର ବିଷୟରେ ପ୍ରସାର ଲାଭ କରିବ। ସେ କହିଥିଲେ ଆପଣଙ୍କର 1970 ମସିହାରେ। ତେଣୁ 2000 ମସିହା ପୂର୍ବରୁ ଏହା ଘଟି ଯାଇଛି। ପ୍ରଫେସର କିରୋଙ୍କ ତାଙ୍କ ନାଁ ଭବିଷ୍ୟବାଣୀ ଥିଲା ଭାରତ ସ୍ୱାଧୀନ ହେବ, ତା ସତ୍ୟ ହେଇସାରିଛି। ଏହା ଛଡା ସେ କହିଛନ୍ତି ବିଶ୍ୱ ଧର୍ମାବଲମ୍ବୀ ଯୋଉ ନୀତି ଅଛି, ଏକ ଦୃଢ ପ୍ରଖର ବ୍ୟକ୍ତି ଭାରତ ବର୍ଷରେ ଜନ୍ମ ହେବ, ତାଙ୍କର ଆଧ୍ୟାତ୍ମିକ ଶକ୍ତି ସମଗ୍ର ଦୁନିଆରେ ଭୌତିକ ଶକ୍ତିରୁ ଅଧିକ ସମର୍ଥ ହେବ। ତେଣୁ ମୁଁ ଆପଣଙ୍କୁ ଏତିକି କହିଲି, ଯୋଉଟା ଚାହୁଁଥିଲି ଲୋକ ମତେ ଫୋନ କରି ଆଜି କହିଥିଲେ, ମୁଁ ଆପଣଙ୍କୁ କହିଲି, ତେଣୁ ଆପଣ ତାକୁ ଦିଅନ୍ତୁ। ଆଜ୍ଞା।